ତା ଭାଇ ପଚାରିଲା ଯେ ଆରେ ଝିଅ ତତେ ଏମିତି କିଏ କଲା? ତା ଭାଇକି ସେ କହିଲା ମାନେ ମତେ ଜଣେ ଗୋଟେ ଗୋଇଠା ମାଇଲା, ତାପରେ ମତେ ଘୋଷାରି ଘୋଷାରି ପାଣିରେ ନେଲା, ଆଉ ସେ ମତେ କୋଉଥିରେ ହାଣିଲା କୋଉଥିରେ ମାରିଲା, ମୁଁ ବେହୋସ ହେଇକିରି ପଡ଼ିଲି। ବହୁ ଚର୍ଚ୍ଚିତ ଢେଙ୍କାନାଳ ଭାପୁର ଗଣଦୁଷ୍କର୍ମ ଏବଂ ପରେ ହତ୍ୟା କରିବା ପାଇଁ ଉଦ୍ୟମ କରିବା ଅଭିଯୋଗ ଯେତେବେଳେ ଆମେ ଆସିକି ସ୍ପଟରେ ପହଞ୍ଚିଥିଲୁ, ଏ ହେଉଛି ସେ ସ୍ପଟ ଯେଉଁ ଜାଗାରେ ସେ ଘଟଣା ଘଟିଥିଲା। ଏବଂ ଆପଣ ଦେଖୁଛନ୍ତି ଯେ ଜାଗାଟା ଗାଁର ଟିକେ ଆଉଟସାଇଡରେ ରହୁଛି, ଯୋଉଥିପାଇଁ ସେ ତାଙ୍କୁ ଏପରି କାଣ୍ଡ ଘଟାଇବା ପାଇଁ ସୁବିଧା ହେଲା। ସେଥିପାଇଁ ଯେତେବେଳେ ମହିଳା ଜଣକ ଏଠାରୁ ପ୍ରାୟ 100 ମିଟର ହେଉଛି ତାଙ୍କର ଘର, ସେ ଆସିଥିଲେ ଗାଧେଇବା ପାଇଁ ବା ଶୌଚ କରିବା ପାଇଁ ଆସିଥିଲେ, ସେତେବେଳେ ତାଙ୍କୁ ଏଠାରେ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ହତ୍ୟା କରିବା ପାଇଁକା ଉଦ୍ୟମ କରାଯାଇଥିଲା। ହତ୍ୟା କରିବା ପାଇଁ ଉଦ୍ୟମ କଣ, ଯଦି ବି ଆମେ ସିଧାସଳଖ ଭାବରେ କହିପାରିବା ଯେ ତାଙ୍କୁ ମାରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା। ଆମେ ଯେଉଁ ସ୍ଥାନୀୟ ବାସିନ୍ଦା ଅଛନ୍ତି, ତାଙ୍କ ରିଲେଟିଭ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା କେମିତି ସେ କାହିଁକି ଏଠିକି ଆସିଥିଲେ ଏବଂ ଏମିତି ଘଟଣା କାହିଁକି ଘଟିଲା। ସାର୍ ଆମେ ଡେଲି ତ ଏଠିକି ସମସ୍ତେ ଗାଧେଇ ଆସୁ ଆଗ ପଛ ହେଇକିରି, କେତେବେଳେ 2 ଜଣ ଆସୁ ତ କେତେବେଳେ ଜଣେ ଆସୁ, ଯାହାର ଯେତେବେଳେ କାମ ସାରିଲା। ଆମେ ଗରିବ ଲୋକ, ଏଥି ଯୋଗୁ ଆମେ ଏଇଠି ସବୁବେଳେ ଆମ ସାହି ସାରା ସମସ୍ତେ ଗାଧଉଛୁ, ଆଉ ଭଦ୍ର ଲୋକ ବି ଗାଧଉଛନ୍ତି। ସେଦିନ ବି ସେ ଝିଅ ତା କାମ ସାରିକିରି ଆସିଥିବ ଗାଧେଇବାକୁ, ଆଉ ଗାଧେଇବାକୁ ଆସିଲା ସ୍ଥଳରେ ଏକୁଟିଆଟି ଆସିଛି, ତା ସାଙ୍ଗରେ କେହି ନାହାନ୍ତି। ଯଦି ଆଇଛି ସେ ଝିଅ ପାଟିରୁ ଆମେ ଯାହା ଶୁଣିଲୁ, ଝିଅକୁ ଯେତେବେଳେ ଏଠୁ ଆସିକି ନେଲୁ ସବୁ କଥା ହାଉ ହାଉ କାଉ କାଉ ହେଇକି, ଝିଅ ଟଲିରେ ଶୋଇଥାଏ, ବ୍ଲଡ ତା ଦେହ ସାରା ଇଏ ହେଇଛି, ବହୁତ ଆଘାତ ବି ହେଇଛି, କଥା କହିପାରୁନି। ଏତିକି ଯେ କହିଲା, ତା ଭାଇ ପଚାରିଲା ଯେ ଆରେ ଝିଅ ତତେ ଏମିତି କିଏ କଲା? ତା ଭାଇକି ସେ କହିଲା ମାନେ ମତେ ଜଣେ ଗୋଟେ ଗୋଇଠା ମାଇଲା, ତାପରେ ମତେ ଘୋଷାରି ଘୋଷାରି ପାଣିରେ ନେଲା, ଆଉ ସେ ମତେ କୋଉଥିରେ ହାଣିଲା କୋଉଥିରେ ମାରିଲା, ମୁଁ ବେହୋସ ହେଇକିରି ପଡ଼ିଲି। ସେତିକି କଥା ତାଠୁ ଆମେ ଶୁଣିଲୁ। ସାଙ୍ଗେ ସାଙ୍ଗେ ସେଠୁ ପୁଲିସ ଗାଡ଼ି ଆସିଲା, ଯେମିତି ତାକୁ ଅଟୋରେ ଢେଙ୍କାନାଳ ନିଆଗଲା। ଢେଙ୍କାନାଳଠୁ ତାକୁ ଅବିକା ନେଇକି କଟକରେ ପକେଇଛନ୍ତି। ସେ ଝିଅ ଅନଉନି କି ଦେଖୁନି, ଯାହା ଆମେ ମୋବାଇଲରେ ଶୁଣୁଛୁ। ଏଠି ଯେତେବେଳେ ଗଲା ସେ ବି ବେହୋସରେ ଯାଇଥିଲା। ପୁଲିସ ପାଖକୁ ଯାଇଥିଲେ, ପୁଲିସ କଣ? ପୁଲିସ ପାଖକୁ ଯାଇଥିଲେ, ସେ କହିଲେ ଆଉ ତମେ ଯା। ଆଗ ଥରେ ତା ମା ଯାଇଥିଲା, ସେ ସେଠୁ କାନ୍ଦି କାନ୍ଦି ଆସିଲା, ପୁଲିସ ଆସିଲେନି। ସେଠୁ ପୁଣି ଥରେ ତା ମା ଧାଇଁକି ଗଲା, ତଥାପି ବି ପୁଲିସ ଆସିଲେନି। ଗୋଟିଏ ପୁଲିସ ସାଇକେଲରେ ଗୋଟେ ଗଛ ମୂଳକୁ, ଆମେ ଯେତେବେଳେ ଟଲିରେ ସମସ୍ତେ ହୋ ହା ହେଇକି ସାଇ ସାରା ଆସିକି ତାକୁ ନେଇକି ଗଲୁ, ସେତିକିବେଳକୁ ଗୋଟିଏ ପୁଲିସ ଆସିଥିଲା ସାଇକେଲରେ। ସେ ଦେଖିକିରି ଗଲା, ଦେଖିକି ଗଲା ପରେ ସେଠୁ ପୁଲିସ ଗାଡ଼ି ଯୋଡ଼େ ଆସିଲେ, ଅଟୋ ଟିକେ କଲେ, ସେ ଝିଅକୁ ନେଇକିରି ମେଡିକାଲ ଗଲେ ଢେଙ୍କାନାଳ। ଢେଙ୍କାନାଳ ଡକ୍ଟର ପଠେଇଦେଲା କଟକ। ନିଶ୍ଚୟ ଭାବରେ ଯେଉଁ ଆପଣ ଯେଉଁ ଲୋମ ଟାଙ୍କୁରା କାହାଣୀ କଥା ଶୁଣୁଛନ୍ତି, ନିଶ୍ଚୟ ଭାବରେ ହୃଦୟ ବିତାରକ ଏ କଥା। ଯେତେବେଳେ ଗୋଟେ ମହିଳା ଗୋଟେ ଝିଅ ଆସୁଛି ଶୌଚ କରିବା ପାଇଁ ଗାଧୋଇବା ପାଇଁ ଆସୁଛି, ସେତେବେଳେ ତା ସହିତ ଦୁଷ୍କର୍ମ ହେଉଛି, ତ ନିଶ୍ଚିତ ଭାବରେ ଏଠି ଗୋଟେ ପ୍ରଶ୍ନ ଉଠେ ଯେ କେତେ ସୁରକ୍ଷିତ ଆମ ମା ଆମ ଭଉଣୀ। ନିଶ୍ଚୟ ଭାବରେ ଏ କଥା ଆମେ ଏଥିପାଇଁ କହୁଛୁ, ଯେତେବେଳେ ସରକାର ଡିଡିମ ପିଟୁଛନ୍ତି ନାରୀ ସୁରକ୍ଷାର ମହିଳା ସୁରକ୍ଷାର, ଆଉ ସେତେବେଳେ ଗୋଟେ ନାରୀ ଏଠି ସୁରକ୍ଷିତ ନୁହେଁ, ସେତେବେଳେ ନିଶ୍ଚିତ ଭାବରେ ଗାଁ ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ନାରୀ ସୁରକ୍ଷା ଦେବା ଦରକାର। ସେତେବେଳେ ସେ ନାରୀକୁ କିଭଳି ସୁରକ୍ଷା ଦେବ ଏବଂ ସବୁବେଳେ ଏଭଳି ଘଟଣା ଆଜି ନୁହେଁ ବାର ବାର ଏଭଳି ଗଣଦୁଷ୍କର୍ମ ହେଉଛି। ନିଶ୍ଚୟ ଭାବରେ ଏଇ ଯୋଉ ଜାଗା ଆପଣ ଦେଖୁଛନ୍ତି, ଏ ହେଉଛି ସେଇ ଜାଗା ଯୋଉ ନାଳ ରହିଛି, ସାପୁଆ ନାଳ ରହିଛି। ଏଇ ସାପୁଆ ନାଳରେ ସେ ଗାଧୋଇବା ପାଇଁ ଆସିଥିଲା, ଆଉ ଏଇ ବାଟ ଦେଇ ସେ ତାଙ୍କୁ ନେଇ ସେଠାରେ ଦୁଷ୍କର୍ମ କରାଯାଇଥିଲା। ନିଶ୍ଚୟ ଭାବରେ ଏଠି କଥା ଉଠୁଛି ଯେ ଯେତେବେଳେ ଗୋଟେ ନାରୀ ଏଠି ସୁରକ୍ଷିତ ନୁହେଁ, ଏବଂ ଗାଁ ଲୋକଙ୍କର ଗୋଟିଏ ପ୍ରଶ୍ନ ଯେ ପୋଲିସ ତାଙ୍କୁ କହୁଛି ଯେ ସେ ଯିଏ ଏପରି ଘଟଣା ଘଟାଇଛି, ତମେ ପୋଲିସ କହୁଛି ଯେ ତମେ ନିଜେ ଧରି ଆସି ତାଙ୍କୁ ଆମର ହେଫାଜତକୁ ଦିଅ, ଆମେ ତାପରେ ଆକ୍ସନ ନେବୁ। କିନ୍ତୁ ଯେତେବେଳେ ପୋଲିସ ପାଖକୁ ଯାଉଛନ୍ତି, ସେତେବେଳେ ପୋଲିସ ଏଭଳି କଥା କହୁଛି, ତେବେ ଲୋକ ବିଶ୍ୱାସ କରିବା କାହାକୁ? ଯଦି ରକ୍ଷକ ହିଁ ଭକ୍ଷକ ସାଜିବ, ତେବେ ଲୋକମାନେ ବିଶ୍ୱାସ କରିବେ କାହାକୁ? ନିଶ୍ଚୟ ଭାବରେ ଆଲୋଚନା କରିବା। ଆଜ୍ଞା, କେମିତି କଣ ଘଟଣା ଘଟିଲା ଏପରି, ଯେତେବେଳେ ଆପଣଙ୍କ ଏରିଆରେ ଜଣେ ମହିଳାଙ୍କୁ ଏପରି ଦୁଷ୍କର୍ମ କରାଯାଉଛି, ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି, ଆପଣ କେମିତି ଦେଖୁଛନ୍ତି? କେମିତି ଦେଖିବୁ, ଆମେ ତ ଏଇ ଘଟଣା ଦେଖିକି ଡରିକି ଆଉ କେହି ନଈ ପୋଖରୀ ଆସୁନୁ। ଏଇଠି ଆମର ରାତି ପାହିଲେ ଗାଧୁଆ ଝାଡା ସବୁ। ଏଠିକି 4 ଦିନ ହେଇଗଲାଣି, ଆଜିକି କେହି ଆସୁନୁ ଡରିକି, ସୁରକ୍ଷା ବି ନାହିଁ। ତାପରେ ସରକାର ବି ଆମ କଥା କିଛି ବୁଝୁନାହାନ୍ତି। ଆଉ ସେ ଝିଅକୁ ଯେମିତି କରିଛନ୍ତି,
अच्छा से जो कहउछन जे पुलिस आपन कथा काहे के बुझुन कोन पे एमती आमे जति हाँ आमे कौन माइसे बुझुना तो आमे किनी कहि परिबु आमे जेकुनी 4 दिन होला आज की ना आज की 3-4 दिन हे गलानी से अधिक हमको कौन तमे खुजी के हम देखिला हमको फोन कला आमे जाई तांको आनिबु कौन तुम कौन पाई अछ जति आमे जाई तुमको आसाम की दरबु दरे तमे कौन पाई अछ मासु मास दरम पाई कौन पाई कौन तो हमको न्याय दरकार हम जियो बो सुरक्षा दरकार आज ताकू आज काली हमको हबो निश्चित भाव से जहाँ कहते जे पुलिस अच्छी कौन पाई मासक मास दरमा नौ सरकार पांठु दरमा जाऊँगी एवं से साधारण लोक टंका ही से दरमा हिसाब से पाती जे थिले देखी जे उद्धार करते सहित आलोचना करें भाई आप देखी जो घटना देखी नथिला आज्ञा पर जाइली कौन देखिले जिते केमती घटना थिला आपन जो देखिले मु जतले देखिली देहरे किछि नथिला आ खंडिया खाबरे मुह पान कान तू जाई पड़ी खाली माने मते बंचा एमती होसले केमती कौन उद्धार कले तांको मु निजे मो निजे गंजी पिंधे की मु गामछा धरतली जाइली काम करे आज्ञा जो गामछा धरतली ताको पिंधे की मो गंजी पिंधे की ताको आज्ञा टेकी टेकी धरिक आसी एई बोर्ड आसिली तुठ ऊपर तापर ताको आज्ञा जो टली रे नै गलु केमती घटना किए करथिबो का ऊपर सब हाँ पाण साई से भी आज्ञा कहूँ मत जड़े एमती कम कर साई रे ना जानी हेले मुझे देखिले चिन्हदेवी अपन जानछ मैडम ता ना जानछ देखिले कह आम साई आम घर 100 मीटर हम अपन चाहू चिन्ह पारे हाँ चिन्ह पार अपन जो चिन्हचंती तापर पुलिस को कहचन तापर पुलिस कोन कहूची फोटो रखि मोबाइल नंबर रखि तथापि पब्लिक में धरि पारु नांती तांका आगे जाउ जासनी सार को पाखरे पिलार फोटो अछि आउ ता सांगर भी फोटो अछि तांको मोबाइल नंबर अछि सार कहउचंती जे हउजी हमें पब्लिक ऊपर धरि पारिबु नै से हेइतिबो कि न हेइतिबो माने से माने ई घटना करितिबो कि न करतिबो हमर हमें एई पब्लिक ऊपर धरि पारिबु नै आउ तमे आसामी पाकु जाई कि हमकु आज यदि पुलिस हमकु किछ साहाय्य न करिवे हमें रोड को लेबु हमें स्ट्राइक करिवु पुलिस हमकु जदि किछ साहाय्य न करिवे से जहाँ कहते जदि पुलिस या पर कौन कार्यानुष्ठान न निए तेबे से माने रास्ता को ओह्लेबे एवं बड़ धरण धारणा देवे ए सब जिनस जहाँ कहते तेज निश्चय भाव में गोटे प्रश्न उठूची जे पुलिस एत हल्का कहीं केस को नौचे एवं 4 दिन घटी सारे कहीं घटना को से हल्का नेउची एवं जी रही अभियुक्त रही से क्या छत्र छा तले एभली रही निश्चय भाव में आम अपेक्षा करवा से दिन को केबे अपराधी को धरुची पुलिस एवं उपयुक्त दंड मिलुची ढेंकानाल सौर विशाल ओडिशा भास्कर।